ଦେଖନ୍ତୁ ଦୁଇଟା ପିଠା ମୋର ରେଡ଼ି ହେଇସାରିଲାଣି। ରଜରେ ପୁରା ସ୍ପେଶିଆଲ୍। ଆପଣ ନିଶ୍ଚିତ ରୂପେ ମୁଁ ଯେମିତି କହୁଛି ସେଇ ତରିକାରେ ବନେଇ ଖାଆନ୍ତୁ। ରଜକୁ ଫୁଲ୍ ଏନ୍ଜୟ କରନ୍ତୁ। କେମିତି ଲାଗୁଛି ନିଶ୍ଚିତ ରୂପେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରନ୍ତୁ। କେମିତି ଲାଗୁଛି କମେଣ୍ଟରେ ମୋତେ ଜଣାନ୍ତୁ। ମୋ ଚ୍ୟାନେଲଟିକି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ଟି ପ୍ରେସ୍ କରନ୍ତୁ। ଦେଖୁଛି ବାକି ରହିଲା ଖାଇଲା ପରେ କ'ଣ ଲାଗୁଛି ଆପଣମାନଙ୍କୁ ଜଣାଉଛି। ହ୍ୟାଲୋ ହାଇ ନମସ୍କାର ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ ଆଣ୍ଡ ୱିଥ୍ ଅଲସୋ ହାପି ରଜ ଟୁ ଅଲ୍ ଅଫ୍ ୟୁ। କେମିତି ଅଛନ୍ତି ଆଶା କରୁଛି ବହୁତ ଭଲରେ ଥିବେ। ଆମେମାନେ ମଧ୍ୟ ବହୁତ ଭଲରେ ଅଛୁ। ରାତି ପାଇଯାଇଛି, ମୁଁ ଉଠି ପଡ଼ିଛି ଆଜି ଜଲ୍ଦି ଜଲ୍ଦି। ଯେହେତୁ ପ୍ରଥମ ରଜ ତ ଆଜି ୱେଦର୍ ମଧ୍ୟ ବହୁତ ଭଲ ଅଛି। ଖରା ବି ଜୋରରେ ଆସିଲାଣି, ସହଜ ଗରମ ତ ଜୋରରେ ହେଉଛି। ତ ଆଜି ପ୍ରଥମ ରଜରେ ଆମର ତ ଓଡ଼ିଆରେ ଗୋଟେ କଲଚର୍ ଅଛି, ଆକୁ ତ ରଜ ବା ଗଣପର୍ବ କୁହାଯାଏ। ଝିଅମାନେ ଚପଲ ପିନ୍ଧନ୍ତି, ନୂଆ ଡ୍ରେସ୍ ପିନ୍ଧନ୍ତି, ପାନ ଫାନ ଖାଇକି ଦୋଳି ଫୋଳି ଖେଳନ୍ତି। ଦୋଳି ଖେଳିବାକୁ ସବୁ ବାହାରି ପଡ଼ନ୍ତି। ଆଉ ଘରେ ଖାସ୍ କରି ପୋଡ଼ ପିଠାଟାକୁ ବେଶୀ ଅଗ୍ରାଧିକାର ଦିଆଯାଇଥାଏ ପର୍ବରେ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଆଜି ଯାହା ବି ହେଉ ସେଥିପାଇଁ କ'ଣ ସବୁ ଆଜି କରୁଛି ମୋ ପୁଅ ପାଇଁ ଆପଣ କଣ୍ଟିନ୍ୟୁ ରହିଥାନ୍ତୁ। ଆଉ ଆମର ଏପଟେ ବହୁତ ବଢ଼ିଆ ପ୍ରୋଗ୍ରାମ୍ ଚାଲିଛି। ଦୋଳି ସହିତ ମେଲୋଡ଼ି ପ୍ରୋଗ୍ରାମ୍ ମଧ୍ୟ ଚାଲିଛି। ବଡ଼ ବଡ଼ ମେଲୋଡ଼ି ପାର୍ଟି ଆସୁଛନ୍ତି କଟକ ଭୁବନେଶ୍ୱରରୁ। ବହୁତ ବଢ଼ିଆ ହେବ, ଆପଣମାନେ କଣ୍ଟିନ୍ୟୁ ରହିଥାନ୍ତୁ। ଚାଲନ୍ତୁ ଦେଖିବା ମୁଁ ସକାଳୁ ସକାଳୁ କ'ଣ କରୁଛି ଆଜି ଆମ ପାଇଁ ରଜ ଉପଲକ୍ଷେ। ମୁଁ ଏଠି ବିରି ଆଉ ଏପଟେ ଚାଉଳ ଏପଟେ ବିରି ଦେଖନ୍ତୁ ଭେଦେଇକି ରଖିଛି। ତାକୁ ବର୍ତ୍ତମାନ ମୁଁ ଧୋଇ ଧୁଆକି ସଫା କରିକି ଭଲ ଭାବରେ ପରିଷ୍କାର କରିକିରି ମୁଁ ତାକୁ ବର୍ତ୍ତମାନ ଗ୍ରାଇଣ୍ଡିଙ୍ଗ କରିନେବି। ଆଉ ଆଜି ଗୋଟେ ସିମ୍ପଲ୍ ତରିକାରେ ମୁଁ କେମିତି ପୋଡ଼ପିଠା ବନାଉଛି ଆପଣମାନେ କଣ୍ଟିନ୍ୟୁ ରହିଥାନ୍ତୁ। ଆଉ ଦେଖନ୍ତୁ ଆଜି ରଜରେ ପୋଡ଼ପିଠା ବନେଇବା ପାଇଁ ଏଠି କଦଳୀପତ୍ର ମୋର ରେଡ଼ି ହେଇସାରିଛି। ବାପା ହାପି ରଜ କହିଦିଅ ସମସ୍ତଙ୍କୁ। ଆଡ଼ଭାନ୍ସ କାହିଁକି? ଆଜି ବା ରଜ କହିଦିଅ। ସମସ୍ତେ କହିଦିଅ। ସେ ଗାଧୋଇ ଗୁଧାକି ଉଠିକି ପୂଜାପୂଜି କରୁଛନ୍ତି। ମୋର ସେପଟେ ଚାଲିଛି ସବୁ କ'ଣ ଆଜି ସବୁ ବନା ହେବ, ରୋଷେଇ ଚାଲିଛି। ଏପଟେ ବିରି ଧୁଆ ଚାଲିଛି, ସବୁ ରେଡ଼ି ହେଉଛି। ଆଜି ଗୋଟେ ଦମଦାର ପୋଡ଼ପିଠା ହେବ ଆଦିତ୍ୟଙ୍କ ପାଇଁ। ପୂଜା କରି ନମ କରିଦିଅ ସମସ୍ତଙ୍କୁ। ମୋ ପୁଅ ପ୍ରଥମେ ଆଜି ଗାଧେଇ ପାଧେଇ ପୂଜା ସାରି ପୁରା ଫିଟଫାଟ ହେଇକି ତାର ଦୋଳି ପଡ଼ିଯାଇଛି, ଦୋଳି ଖେଳିବା ଷ୍ଟାର୍ଟ କଲେଣି। ତାପରେ ଆମର ଏଣେ ବହୁତ ବଢ଼ିଆ ରଜ ହେଉଛି, ସବୁ କମ୍ପିଟିସନ୍ରେ ମେଲୋଡ଼ି ଫେଲୋଡ଼ି ଆସୁଛି। ଆପଣ ଏ ଭିଡ଼ିଓଟି କଣ୍ଟିନ୍ୟୁ ୱାଚ୍ କରୁଥାନ୍ତୁ, ମୁଁ ସବୁ ଆପଣମାନଙ୍କୁ ଅପଡ଼େଟ୍ ଦେବି। ଧୀରେ ଧୀରେ ଗୋଡ଼ ପିଟି ହେଇଯିବ। ଦେଖନ୍ତୁ କେତେ ଜୋରରେ ଝାଳ ବହୁଛି, ଆମେ ମାନେ ବସି ଉଠିପାରୁନୁ, ଏତେ ଜୋର ଗରମ ଲାଗୁଛି। ତଥାପି ଯେହେତୁ ଆମର ଗଣପର୍ବ ରଜ, ଘରେ ପିଠାପଣାର ମାହୋଲ ସୃଷ୍ଟି ହୁଏ। ତ ମୁଁ ଖରାବେଳଟା ସାରା ଲାଗିଛି ମୋ ପୁଅ ଖାଇବ ବୋଲିକି। ତ ସେଥିପାଇଁ ମୁଁ ବେଟରଟି ରେଡ଼ି କରିସାରିଲିଣି। ମୁଁ ଦେଖାଉଛି କ'ଣ କ'ଣ ପକାଇଛି ସେଥିରେ। ଏଇଟା ବିରି ଆଉ ଅରୁଆ ଚାଉଳରେ ମୁଁ କରିଛି। ଏଠି ବେଟରଟି ମୋର ରେଡ଼ି ହେଇସାରିଛି। ଆଉ ସେଥିରେ ମୁଁ ଗୁଜୁରାତି, ଗୋଲମରିଚ, ତେଜପତ୍ର, କିଛି ଅଦା ଆଉ କିସମିସ୍ ମଧ୍ୟ ପକାଇ ସାରିଛି। ତାକୁ ମୁଁ ଟିକେ ଏମିତି ଗୋଳେଇ ନେବି ଭଲ ଭାବରେ। ତାପରେ ପକାଇବା ଯେତେବେଳେ ଲାଷ୍ଟକୁ ଯେତେବେଳେ ଆମେ ପୁରା ରେଡ଼ି କରିସାରିବା, ନଡ଼ିଆକୁ କାଟିକି ଆମେ ଦେବା, ସୁନ୍ଦର ଦେଖାଯିବ। ତା ସହିତ ଖାଇବା ପାଇଁ ଭଲ ଲାଗିବ। ଏ ଦେଖନ୍ତୁ କିସମିସ୍ ମଧ୍ୟ ଏଥିରେ ପଡ଼ିଛି, ସେ ମିଶି ଯାଇଛି ଟିକେ ଜଣାପଡ଼ୁନି। ଆଉ ଆପଣ ଚାହିଁଲେ ମଧ୍ୟ କାଜୁ ଦେଇପାରିବେ। ଏଇଠି ତାକୁ ଆମେ ଭଲ ଭାବରେ ଗୋଳେଇ ନେବା। ସେ ଟିକେ ଫୁଲିଲା ପର୍ଯ୍ୟନ୍ତ ତାକୁ ରଖିବା। ଆଉ ଆପଣ କ'ଣ କରିବେ, ଟିକେ ଖାଇବା ସୋଡ଼ା ଏଇଠି ଆଡ଼୍ କରିଦେବେ। ଆଡ଼୍ କରିବାର ଘଣ୍ଟାଏ ପରେ ଆପଣମାନେ ଆକୁ ବନେଇବେ। ମୁଁ ତ ନର୍ମାଲି କଡ଼େଇରେ ବନେଇବି, ଆପଣମାନେ ଚାହିଁଲେ ବି ପ୍ରେସର କୁକରରେ ବନେଇ ପାରିବେ। କୌଣସି ଯେଉଁ ଟିନ୍ ସବୁ ଅଛି ସେଥିରେ ମଧ୍ୟ ବନେଇ ପାରିବେ, କିନ୍ତୁ ମୁଁ ନର୍ମାଲି କଡ଼େଇରେ ବନେଇବି, ଆପଣମାନଙ୍କୁ ଦେଖେଇବି। ଆପଣମାନେ କଣ୍ଟିନ୍ୟୁ ରୁହନ୍ତୁ। ଆଉ ଯେତେ ଆପଣ ଗୋଳେଇବେ ବେଟରଟିକି ସେତେ ଫୁଲିବ। ଦେଖନ୍ତୁ ଏଇଠି ମୋର ରେଡ଼ି ହେଇଯାଇଛି। ଯାଉଛି ବର୍ତ୍ତମାନ ନଡ଼ିଆକୁ କାଟିବା। ଆଉ ଆପଣମାନେ କଣ୍ଟିନ୍ୟୁ ରହିଥାନ୍ତୁ। ଆଉ ଦେଖନ୍ତୁ ମୁଁ କେମିତି ପ୍ରସ୍ତୁତ କରୁଛି। ଏଇଠି ଦେଖନ୍ତୁ ମୋର ନଡ଼ିଆ କୋରା ପ୍ରସ୍ତୁତ ହୋଇଯାଇଛି। ଆଉ ଏପଟେ ନଡ଼ିଆ ପିସ୍ ମଧ୍ୟ ଅଛି, ତାକୁ
टोटाल सब प्रोसेस सरला पर एटा दिया दियो। बर्तमान ये जो कटा नड़िया को मुझे दे दूँगी टे खाइला बेले दांत को भल लगे कुड़कुड़िया लगे से मुझे दे दूँगी। आ ये रहा लास्ट को दिज्व आ सहित किसी नड़िया दे दूँगी कोरा नड़िया। आ देखु आपण हिसाब से आपण इच्छा अनुसार आपण कौटा भी नहीं पारे गुड़ नहीं पारे कि चीनी नहीं पारे आपणकर पसंद जोटा आप नहीं गलेबे। देख बेटर टी मेर संपूर्ण भाव रेडी हो गला। लुण आप सब मुझे आड कर गुड़ सब आड हो गला। कहया गले मोटामोटी भाव मुझे कौन कौन मिसिल आउ थे कहीदे कटा नड़िया प्लस कोरा नड़िया तेजपत्र अदा छेचा गोलमरीच छेचा गुजराती और किशमिश गुड़ आ सहित स्वाद अनुसार आपण मैंने लुण आड करेंगे। देखु आर भागमाप मुझे कहीदे कौन ना 2 ग्लास चाउल 2 ग्लास चाउल गोटे ग्लास बिरी ताको संपूर्ण रूपे भेदे देवे 2 ରୁ 3 घंटा भल रकम से भिजीगला पर ग्राइंडिंग करने। तापर जहाँ जहाँ सब पकईली इनग्रीडिएंट्स से गुड़ सब आड करेंगे घंटाटे घोड़े देवे से भल रकम फुलीज फुलीगला आपन ताको पोड़े। मु कौन पोड़ुची चुली तो ना गैस रे केमी मु बनाऊँगी आपण मैंने कंटिन्यू रही था आउ वीडियो को आज कर था। संपूर्ण रूपे मोर बेटर रेडी हो गला सब गुड़ा को गोल देली भल भाव में आ बर्तमान आम कौन करिया गोटे घंटा घोड़े रखा। तो मैं यहाँ घोड़े दूसरी ये गोटे घंटा घोड़े देवा तापर प्रस्तुत करिया। पोड़ पिठा प्रस्तुत चली बर्तमान कदली पत्र नहीं आसिली एटा ऑलरेडी लो फ्लेम रे अच्छी गैस आठी ऑलरेडी तेल भी दिखाई कड़े में आज पोड़ पिठा प्रस्तुत करुच्ची। चारिकर तेलटा लगेदा कारण पिठाटा सडन जल्दी उठी पार। तो बर्तमान कौन करी आज कदली पत्र देखा ये दिगला कौन कदली पत्र सेपटे आम बेटरटा को मुझे रेडी कर रखी। बर्तमान टे देदेवा यहाँ कौन होची रज रज स्पेशल गोटे छोट पीसटे करवा कदली पत्र देकी कानमोड़ा हम आगे ये ओके आगे कानमोड़ा गलानी तापर कौन करवा मु तो अलरेडी सब जिन पकई सारी ये जो नड़िया को टी सजेकरी थोदेवा कटा नड़िया तो ना भल देखाऊनी पूरा सीधा सीधा कर सीमाटी कहीं कौन कर हाँ तापर एमती सुंदर करके आम सजेदेवा। हाँ ये होगा आ बाकी रहा आ गोटे पिठापी यहाँ है कदली पत्र चलुचे आमर तापर घोड़े देवा कदली पत्र यहाँ जब आम चुली में बन था आपको आम कौन कर पाउंस दे पाँच मैंने रड़ निआ जेहेतु यहाँ आमर रड़ निआ दिखाई था चुली में करते जेहेतु आमर गैस ये बर्तमान टी हाई करिया मीडियम हाई तापर टी पानी देदेवा है से भितर पिठाटी आमर आराम से सीझ तापर चेक करिया। चलते बर्तमान अधा घंटा ऊपर हो जाए चेक करने कारण चेक न कले तलटी लगी जाए पोड़ी जापे तेणुक बारंबार आप चेक करुवे आपण जो हिसाब से पिठाटी बनाई से हिसाब से आप चेक करेंगे डेरी करेंगे ना तले लगे चांसेस। ये देखो मत लगुच पिठाटी हो जाए संपूर्ण रूपे तथापि आम टिके ट्राए करिया तलपट उठुची कि ना छाड़ुची कि ना ये तो छाड़ी जाइए तलपटा आम चेक करनवा तेल भी सफिसीयंट रही जेहेतु कड़े करुचे देखु तेल तलपटर सफिसीयंट रही आके हाँ आ किसी समय छाड़िया देखो आ रेड कलर से पड़ जाऊ कुड़कुड़िया लगे तलपटा टे तार रेड कलर आसगने
ଟିକେ ଖାଇବାକୁ ଭଲ ଲାଗିଥାଏ। ଆଉ କିଛି ସମୟ ଆମେ ଘୋଡ଼େଇ ଦେବା। ଏଇଠି ବୋଧେ ସମ୍ପୂର୍ଣ୍ଣ ହେଇଗଲାଣି ମୋତେ ଲାଗୁଛି। ଟିକେ ଚେକ୍ କରିନା ଗୋଟେ ଚାକୁରେ, ଯଦି ଚାକୁରେ କିଛି ଲାଗେ ଜାଣିବା ଯେ ଏ କଞ୍ଚା ରହିଛି। ଦେଖନ୍ତୁ କିଛି ଲାଗୁନି, ତାହେଲେ ସମ୍ପୂର୍ଣ୍ଣ ରୂପେ ସେ ସିଝି ଯାଇଛି। କିନ୍ତୁ ତାକୁ ଆମେ ଆଉ ଟିକେ ଛାଡ଼ିବା, ଆଉ ଟିକେ ସମୟ ଘୋଡ଼େଇକି ରଖିବା ତାକୁ। ଛୋଟ ପିଠାଟେ କରିଛି, ଆପଣ ଯଦି ବଡ଼ ଆକାରରେ କରିବେ ସେଇ ହିସାବରେ ପାଣି ଦେବେ, ସେଇ ହିସାବରେ ଟାଇମ୍ଟାକୁ ବି ଆପଣ ନେବେ। ତ ମୋର ଯେହେତୁ ଛୋଟ ପିଠାଟି ଏଠି ହେଇଯାଇଛି ମୋତେ ଲାଗୁଛି, କିନ୍ତୁ ତା ତଳ ପୋଜିସନ୍ଟା ଟିକେ ଆଉ ଟିକେ ହେବ। ଆଉ କିନ୍ତୁ ଗ୍ୟାସ୍କୁ ସବୁବେଳେ ଲୋ ଫ୍ଲେମ୍ କରି ରଖିବେ। ଯେତେବେଳେ ଦେବେ ଟିକେ ହାଇ କରିବେ, କିନ୍ତୁ ତାପରେ ଲୋ କରିଦେଇକି ରଖିବେ। ମୁଁ ପୁଣି ଆଉ 15 ମିନିଟ୍ ଭଳିଆ ତାକୁ ଘୋଡ଼େଇକି ରଖୁଛି, ତାପରେ ଦେଖିବା। ଚାଲନ୍ତୁ ବର୍ତ୍ତମାନ ଆଉ ଥରେ ଚେକ୍ କରି ନେବା ପିଠାର ହାଲାତ କ'ଣ ଅଛି। ଓହୋ, ତ ଏଇଠି ବୋଧେ ପରଫେକ୍ଟ ହେଇଗଲାଣି ମୋତେ ଯାହା ଲାଗୁଛି। ଟିକେ ତାର ତଳ ପଟଟାକୁ ଦେଖିବା। ଏଇଠି ଦେଖନ୍ତୁ ଟିକେ ଖୋଲି ଯାଇଛି, ତାର କଲର୍ ବି ମସ୍ତ ଆସିଯାଇଛି। ତ ଏଇଠି ଆମର ପରଫେକ୍ଟ ହେଇଯାଇଛି। ତ ବର୍ତ୍ତମାନ ଆଉ ଗୋଟେ ବନେଇବା। ଏଥର ଖୋଲି ନେବା। ଆଉ ଏତ କଢ଼େଇରେ ହେଇଛି, କୌଣସି ଅସୁବିଧା ନାହିଁ, ପ୍ରେସର ଫେସର ନୁହେଁ ଯେ ହଁ ଟିକେ ଥଣ୍ଡା କରି ତାକୁ କାଢ଼ିବା। ଏ ତ ଡାଇରେକ୍ଟ ଖୋଲି ହେଇଯାଉଛି। ଦେଖନ୍ତୁ ବର୍ତ୍ତମାନ ଚାଲନ୍ତୁ ଯିବା ଆଉ ଗୋଟେ ବନେଇବା। ତାପରେ ଥଣ୍ଡା ହେଇଗଲା ପରେ କାଟିକି ଖାଇବା କେମିତି ଲାଗୁଛି, ତାପରେ ଆମେମାନେ ଜଣେଇବୁ। ଦେଖନ୍ତୁ ଏଇ ସ୍ୱାଦିଷ୍ଟ ପୋଡ଼ପିଠା ହେଇଯାଇଛି ବିରି ଆଉ ଅରୁଆ ଚାଉଳରେ। ଆପଣ ନିଶ୍ଚିତ ରୂପେ ଏମିତି ବନାନ୍ତୁ, ରଜରେ ଏମିତି ବନାନ୍ତୁ। ଆହୁରି ବି ଗୋଟେ ଅଛି, ମୁଁ ପଣସରେ ବନେଇକି ଦେଖେଇବି ଆପଣମାନଙ୍କୁ ପୋଡ଼ପିଠା, ଆଜି ନୁହେଁ। ଓକେ, ଇଏ ମୋର ଫାଇନାଲ୍ ଲୁକ୍ ପୋଡ଼ପିଠାର। କେତେ ସୁନ୍ଦର ହେଇଛି, ମୋତେ ବହୁତ ଖୁସି ଲାଗୁଛି। ଆଜି ମୁଁ ଫାର୍ଷ୍ଟ ଟାଇମ୍ ବନେଇଥିଲି। ଦେଖିବା ତାପରେ ପିସ୍ ପିସ୍ କରି କାଟିଲା ପରେ କେମିତି ଲାଗୁଛି। ଓକେ, ଦେଖନ୍ତୁ ଦୁଇଟା ପିଠା ମୋର ରେଡ଼ି ହେଇସାରିଲାଣି। ରଜରେ ପୁରା ସ୍ପେଶିଆଲ୍। ଆପଣ ନିଶ୍ଚିତ ରୂପେ ମୁଁ ଯେମିତି କହୁଛି ସେଇ ତରିକାରେ ବନେଇ ଖାଆନ୍ତୁ, ରଜକୁ ଫୁଲ୍ ଏନ୍ଜୟ କରନ୍ତୁ। କେମିତି ଲାଗୁଛି ନିଶ୍ଚିତ ରୂପେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରନ୍ତୁ। କେମିତି ଲାଗୁଛି କମେଣ୍ଟରେ ମୋତେ ଜଣାନ୍ତୁ। ମୋ ଚ୍ୟାନେଲଟିକି ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ଟି ପ୍ରେସ୍ କରନ୍ତୁ। ଦେଖୁଛି ବାକି ରହିଲା ଖାଇଲା ପରେ କ'ଣ ଲାଗୁଛି ଆପଣମାନଙ୍କୁ ଜଣାଉଛି। ଖୁସିରେ ଆଦିତ୍ୟ ଘର ଦ୍ୱାର ଚାରିଆଡ଼େ କ'ଣ କରିଛି ସବୁ ପକେଇଛି, ଖୁସିରେ କୁଆଡ଼େ ଯାଇପାରୁନି ବିଚରା। ଫାଇନାଲି ଆଦିତ୍ୟକୁ ମୁଁ ଦେଇଛି ପୋଡ଼ପିଠା, ସେ ଖାଉଛି। ଆଉ କେମିତି ଲାଗୁଛି ଟିକେ ଆଦିତ୍ୟ କହିଦିଏ। ବହୁତ ଟେଷ୍ଟ ହେଇଛି ନା, ସ୍ମୁଥ୍ ହେଇଛି ନା ପୁରା କେକ୍ ଭଳିଆ ଦେଖିଆ। ତ ତା ସହିତ ଘୁଗୁନି ତରକାରୀ କରାହେଇଛି, ଚକୁଳି ମଧ୍ୟ ହେଉଛି ସେପଟେ। ସେ ମନା କରୁଛନ୍ତି ଏଇନା କେକୁ ଖାଇବେ। ଠିକ୍ ଅଛି, ଆପଣମାନେ ଏମିତି ବନେଇକି ଖାଆନ୍ତୁ, ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ଆଉ ଯଦି ଭଲ ଲାଗେ ନିଶ୍ଚୟ ରୂପେ କମେଣ୍ଟରେ ଜଣାନ୍ତୁ। ଆଉ ରଜରେ ଖାସ୍ କରି ବିରି ଅରୁଆ ଚାଉଳରେ ଏଇଭଳିଆ ପୋଡ଼ପିଠା ବନେଇକି ଖାଆନ୍ତୁ। ରଖୁଛି, ବାଏ ବାଏ। ପୁଣି ଦେଖା ହେବ ସେକେଣ୍ଡ ରଜରେ କ'ଣ ଚାଲିଛି ଆମର ପ୍ରୋଗ୍ରାମ୍। ଓକେ, ରଖୁଛି, ବାଏ। ଯଦି ଆମ ଚ୍ୟାନେଲ୍ ଭଲ ଲାଗୁଛି ନିଶ୍ଚିତ ରୂପେ ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ଟି ପ୍ରେସ୍ କରିଦିଅନ୍ତୁ।